ବାହାନଗା ବ୍ଲକର 17 ଏବଂ 18 ତାରିଖ ଦିନ ଧରି କାଳବୈଶାଖୀର ତାଣ୍ଡବ ରଚି ଯାଇଛି। କାଳବୈଶାଖୀର ତାଣ୍ଡବରେ ବାହାନଗା ବ୍ଲକର ଧାନ ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। କିଛି ଧାନ କଟାଯାଇଥିବା ବେଳେ କାଳବୈଶାଖୀ ଯୋଗୁଁ ପାଣିରେ ପଡ଼ିଯାଇଥିଲା ବେଳେ କିଛି ପାଚିଲା ଧାନ ଝଡ଼ ବର୍ଷା ପ୍ରଭାବରେ ତଳେ ପଡ଼ି ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଗତଥର ଚାଷର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷତି ସହିଥିବା ଚାଷୀ ଚାହିଁଚୁଇଁ ଚାଷରୁ କିଛି ଲାଭ କରି କ୍ଷତିର ଭରଣା କରିବେ ବୋଲି ଭାବିଥିବା ବେଳେ ପ୍ରକୃତି ପୁଣି ତାଙ୍କ ସହିତ କାଳ ସାଜିଛି। କାଳବୈଶାଖୀ ରୂପରେ ଏବେ କ୍ଷତି ସହ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ବୋଝ ଉପରେ ଲଳିତା ବିଡ଼ା। ଲୋନ୍ ଧାର କରି ଚାଷରୁ ଲାଭ ପାଇବା ପରେ ଟଙ୍କା ବିନିଯୋଗ କରିଥିବା ଚାଷୀ ଏବେ ଋଣ ସୁଝିବା ସହ ପରିବାର ଭରଣ ପୋଷଣ ଚିନ୍ତାରେ। ଚାଷୀଙ୍କ ଅବସ୍ଥା ବୁଝି କ୍ଷତିପୂରଣ ବାବଦରେ ସରକାର ତୁରନ୍ତ ଚାଷୀଙ୍କୁ କିଛି ସାହାଯ୍ୟ କରିବାକୁ ଚାଷୀ ମହଲରେ ଦାବି ହେଉଛି। ବାହାନଗାରୁ ଶିଶିର ରାୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।